ହେଇଗଲାଣି ଦେଖନ୍ତୁ ବାଦାମ ଆଣିକି ଖାଉଛି। ରାତିରେ ଯିଏ ବାଦାମ ଖାଇছে ସିଏ ହଉଛି ପାଡ଼ିଛି। ଯାତ୍ରା ଚାଲିଥିଲେ ଅଧାରୁ ପଡ଼ିଗଲେ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ଯେମିତିକି ଜାଣିଛନ୍ତି ମୁଁ ଗୋଟେ ଛୋଟ ମକା ଦୋକାନଟିଏ। ସାଙ୍ଗମାନେ ମୁଁ ଆଜ୍ଞା କିଛି କହିବା ପୂର୍ବରୁ ଆଗେ ଆପଣମାନଙ୍କୁ ମୁଁ ଟାଇମଟା ଟିକେ ଦେଖେଇବି। ବର୍ତ୍ତମାନ ଟାଇମ କେତେ ହେଇଛି ମାଲୁ 11:57। ବର୍ତ୍ତମାନ ସାଙ୍ଗମାନେ ମୁଁ ହେଉଛି ଭିଡ଼ିଓ ଷ୍ଟାର୍ଟ କରୁଛି। ତ କ'ଣ ପାଇଁ ଜାଣିଛନ୍ତି? ଆଜି ଦେଖିପାରୁଥିବ ଘରେ ହେଉଛି ଆମର କେହି ବି ନାହାନ୍ତି। ମନେ ମନେ ଭାବୁଥିବେ କୁଆଡ଼େ ଯାଇଛନ୍ତି, କିନ୍ତୁ ଆପଣମାନେ ତ ଅଲରେଡ଼ି ଜାଣି ନେଇଛନ୍ତି। ଯେମିତିକା ସାଙ୍ଗମାନେ ମୁଁ ଆପଣମାନଙ୍କୁ କହୁଛି, ପୂର୍ବ ଭିଡ଼ିଓ ତ ଆପଣମାନେ ସାଙ୍ଗମାନେ ଦେଖିଥିବେ। ବହୁତ ସାରା ବି ଆଜ୍ଞା ଭଲ ପାଇବା ଦେଇଛନ୍ତି। ପୂର୍ବ ଭିଡ଼ିଓରେ ଯେମିତିକା ସିଏ କହିଥିଲା ଯେ ତମେ ଜଲ୍ଦି ପଳେଇ ଆସିବ, ଶୀଘ୍ର ପଳେଇ ଆସିବ ବେଣୁସୁ, କାହିଁକି ନା କୁହୁଡ଼ି ପଡ଼ିଯାଉଛି। କୁହୁଡ଼ି ନା ଆଉ କିଛି ବହୁତ ଭାଇ ଭଉଣୀ ମାନେ ବହୁତ ସାରା କମେଣ୍ଟ ବି ଦେଇଛନ୍ତି, ମଜାଳିଆ କମେଣ୍ଟ। ସେ କଥା ତ ମୁଁ ଆଉ କହିପାରିବିନି। ତ ଆପଣମାନେ ଯେଉଁମାନେ ବି ଦେଖିନାହାନ୍ତି ପୂର୍ବ ଭିଡ଼ିଓ, ଯାଇକି ପୂର୍ବ ଭିଡ଼ିଓ ଦେଖି ନିଅନ୍ତୁ, ଜାଣିପାରିବେ ମଜାଳିଆ କମେଣ୍ଟଟା କ'ଣ ଥିଲା। ବର୍ତ୍ତମାନ ହେଉଛି ମୁଁ ଘରେ ରହିଛି, ଦୋକାନ ବନ୍ଦ କରିକି ଆଜ୍ଞା ଏବେ ଆସିଲି। ସବୁଦିନ ଆଜ୍ଞା ମୁଁ ଏଇଭଳିଆ ଟାଇମରେ ହିଁ ଆସେ। ତ ଆଜି ହେଉଛି ମୁଁ ସାଙ୍ଗମାନେ ଗାଁକୁ ଯାଉଛି। ମାନେ ହେଉଛି ମୁଁ ଯେଉଁ ଗାଁରେ ଛୁଆଟିଠୁ ରହି ଆସିଥିଲି, ଏବେ ସିନା ମୁଁ ଗାଁରେ ରହୁନି, କିନ୍ତୁ ଛୁଆଟିଠୁ 20 ବର୍ଷ ହବ ମୁଁ ଗାଁରେ ରହୁଥିଲି। ଆଜି ଆମ ଗାଁରେ କ'ଣ ହେଉଛି ଛୁଆ? ମୁନି ମେଳା। ମୁନି ମକର ପାଇଁ ଆଜ୍ଞା ମୁନି ମେଳା ହେଉଛି ଆମ ଗାଁରେ। ତ ଆମ ଗାଁରେ ବି ଯାତ୍ରା ବି ବହୁତ ଧୁମଧାମରେ ହୁଏ, ମେଳା ବି ହୁଏ, ଠାକୁର ବି ଆଜ୍ଞା ବହୁତ ସୁନ୍ଦର ହୁଅନ୍ତି। ମୁଁ ତ କଦାପି ଗାଁକୁ ଯାଇନାହିଁ କି ଆମର କେମିତି ଠାକୁର ବି ହେଇଛି ମୁଁ ବି ଦେଖି ନାହିଁ। ତ ମୁଁ ବର୍ତ୍ତମାନ ଆମ ଗାଁକୁ ଯାଉଛି। ଅଲରେଡ଼ି ମା ଆଉ ହେଉଛି ଆପଣମାନଙ୍କ ଭାଉଜ ସମସ୍ତେ ପଳେଇଲେଣି। ସେମାନେ ବହୁତ ସମୟ ମୋତେ ୱେଟ୍ କରିଥିଲେ, ବହୁତ କଲ୍ କରି 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 ଯେହେତୁ କ'ଣ କରିବୁ ଆଜ୍ଞା ମୋତେ କୁହନ୍ତୁ ନା, ମୁଁ ତ ଦୋକାନଦାରୀ ଲୋକ, ଦୋକାନ ବନ୍ଦ କରିକି ଆସିବୁ। କଥା ଦେଇଥିଲେ ବି ହେଉଛି କଥା ମାନେ ରଖିପାରିଲେନି। ତ ସେମାନେ ଅଲରେଡ଼ି ପଳେଇଛନ୍ତି ମା ଆଉ ସିଏ। ଆମ ଘରକୁ ବି ବହୁତ ବନ୍ଧୁ ହେରିକା ବି ଆସିଛନ୍ତି। ଆସନ୍ତାକାଲି ଭିଡ଼ିଓରେ ଆପଣମାନେ ଦେଖିବେ। ତ ସେମାନେ ଅଲରେଡ଼ି ପଳେଇଛନ୍ତି। ମୁଁ ଆସିକି ବର୍ତ୍ତମାନ ଘରେ ପହଞ୍ଚିଲି। ମୋତେ ଲାଗିଲା କି ମୁଁ ଆପଣମାନଙ୍କୁ ଟିକେ ଜଣେଇଦେବି ଯେ ମୁଁ କେଉଁଠି ଯାଉଛି। ତ ଯେହେତୁ ମୁଁ ଗାଁକୁ ଯାଉଛି, ତ ମୋର ହେଉଛି ନର୍ମାଲ ଗେଟଅପ୍। ମାନେ ଗାଁକୁ ଯାଇ, ସହରକୁ ଯାଇ, ବିଦେଶକୁ ଯାଇ ସବୁବେଳେ ହେଉଛି ମୋର ଆଜ୍ଞା ଏଇ ଗେଟଅପ୍। ସେ ମୋତେ ବାର ବାର କଲ୍ କରୁଛନ୍ତି, ଆସ ଶୀଘ୍ର ଆସ ଶୀଘ୍ର ଆସ ଶୀଘ୍ର। ତ ମୁଁ ଏବେ ଆସି ପହଞ୍ଚିକି ଜଷ୍ଟ ଖାଇବି ନାହିଁ। ଦେଖନ୍ତୁ ଏବେ ସୁଦ୍ଧା ବି ଦେଖନ୍ତୁ ରୁଟି ସେଇଭଳିଆ ରହିଛି, ତରକାରୀ ବି ସେଇଭଳିଆ ରହିଛି। ମୁଁ ଖାଇ ନାହିଁ, ଯେହେତୁ ମୁଁ ରାତିରେ ବହୁତ କମ୍ ଖାଇ, ମୁଁ ଆସିଲେ ଖାଇବି। ତ ଏକାଥରେ ସାଙ୍ଗମାନେ ମୁଁ ଆମ ଗାଁକୁ ଗଲା ପରେ ଆପଣମାନଙ୍କ ସହିତ କଥା ହେଉଛି। ବହୁତ ଡେରି ବି ହେଇଗଲାଣି, 12ଟା ହେଇଗଲାଣି, ଯାତ୍ରା ବୋଧେ ଆରମ୍ଭ ବି ହେଇଥିବ। ପଳାଇବୁ ନା କିସ? ହଁ ଆଉ କିଛି କହୁନୁ। ସାଙ୍ଗମାନେ ଦେଖନ୍ତୁ ମେଳା ଦେଖିବା ପାଇଁ ଆସ୍ତେ ଆସ୍ତେ ମୋ ଭାଇ ଆଗେ ଦେଖା ହେଇଗଲେ। ତ ସାଙ୍ଗମାନେ ଆସିକି ମୁଁ ପହଞ୍ଚି ଗଲିଣି ହେଉଛୁ ଆମ ଗାଁ ହେଉଛି ମେଳାରେ। ଦେଖିପାରୁଥିବେ, ଦେଖନ୍ତୁ ଆଗେ ଗେଟ୍। ହଁ କଲି ନା ମାନେ ଏଇ ବର୍ଷଟା ହେଉଛି ସବୁଠୁ ହେଉଛି ବୋଧେ ନିଆରା। ଡିଜାଇନ ଏଇ ବର୍ଷ କରୁଛନ୍ତି ହଁ ଡିଜାଇନ ଆମ ସାଙ୍ଗମାନେ ଚାଲି ଚାଲି ଆସିଛୁ, ଯେଉଁ ଶୀତ ଲାଗୁଛୁ। ଆମ ଘର ପାଖରେ, ଆମ ଗାଁ ବି ହେଉଛି ଆମ ଘର ପାଖରେ। ଆପଣମାନେ ଯଦି ଏଇ ଭିଡ଼ିଓରେ ହେଉଛୁ କେତେଟା କମେଣ୍ଟ କଲେ ହେଉଛୁ ଗାଁ ଭିଡ଼ିଓ ମୁଁ ଆଣିବି? 100 କମେଣ୍ଟ ତ ହେଇଯିବ। ଆଉ 100 କମେଣ୍ଟ ମୋର କ'ଣ, ମୋ ଭାଇ ଭଉଣୀ ମାନେ 500 କମେଣ୍ଟ ଯଦି ହେଇଗଲା ତାହେଲେ 500 କମେଣ୍ଟ ତ ହଉ ହେଲା ଚ୍ୟାଲେଞ୍ଜ। ସାଙ୍ଗମାନେ 500 କମେଣ୍ଟ ଯଦି ଆପଣମାନେ କରିଦେବେ, ତାହେଲେ ମୁଁ ସିଓର ଆମ ଭଲ କମେଣ୍ଟ କରିଥିବେ। ଆପଣମାନେ ସମସ୍ତେ ଯଦି କହିବେ ଯଦି ଗାଁ ଭିଡ଼ିଓ ଆପଣମାନଙ୍କୁ ଦରକାର, ଡିକେଇର ଗାଁ ଭିଡ଼ିଓ, ତ ସିଓର ମୁଁ ଗାଁ ଭିଡ଼ିଓ ନେଇକି ଆସିବି। ଗାଁରେ ଦେଖନ୍ତୁ କେମିତିକା ପୁରା ଲାଇଟ୍ ସଜାସଜି ହେଇଛି। ମେଳା ପୁରା ଜୋରସୋର ଉପରେ ଚାଲିଛି ନା।
ତ ଚାଲନ୍ତୁ ଯାତ୍ରା ବି ଜୟ ଜଗନ୍ନାଥ ଆପଣମାନଙ୍କୁ ମୁଁ ଦେଖାଇ ଦଉଛି ଆସନ୍ତୁ ଆମ ଗାଁର ହଉଛି ମକର ମେଳା କେମିତିକା ହୁଏ। ମୁଁ ପହଞ୍ଚୁ ଯାତ୍ରା ପୁରା ଆରମ୍ଭ ହେଇଗଲାଣି ପୁରା ଲାଷ୍ଟ ଟାଇମରେ ବୋଧେ ମୁଁ ପହଞ୍ଚିଛି ଦେଖିପାରୁଥିବେ ଦେଖନ୍ତୁ ଏଇ ଜାଗାରେ ଆମର ହଉଛି ଯାତ୍ରା ପଡିଛି। ଭାଉଜ ହେରିକା ଥିବେ ନା ଭିଲିୟନ ଏଣ୍ଟ୍ରି ହେଲାଣି। ଚାଲ ଦେଖନ୍ତୁ ଆସିକି ମୁଁ ମାନେ ଯାତ୍ରା ଦେଖିବା ପାଇଁ ଆସିଥିଲି କିନ୍ତୁ ଏତେ ସାରା ମୋ ଭାଇ ମାନେ ଦେଖା ହେଇଗଲେ ବହୁତ ଖୁସି ଲାଗୁଛି। ମୋ ଗାଁ ଭାଇ ମାନେ ଆସୁନ ତମେ କଣ ଏତେ ଲାଜ ମାନେ ମୋର ଗୋଟେ ହଉଛି ଆସିକି ମୋ କ୍ଲାସମେଟ ସାଙ୍ଗ ଗୋଟେ ଦେଖା ହଉଛି ଯାଉଛୁ ନୂଆ ବାହା ହେଇଛି ବୋଲି ସେ ପଳେଇ ଯାଉଛି। ସବୁ ଜାଗାରେ ଆଜ୍ଞା ମୁଁ ଆପଣମାନଙ୍କୁ କହିଛି କେବଳ ହଉଛି ବଡ଼ ଲୋକ ନୁହନ୍ତି ସାନ ମାନେ ବି ବହୁତ ମତେ ଭଲ ପାଆନ୍ତି। ମୋ ସାନ ଭଉଣୀ ମାନେ ଦେଖିପାରୁଥିବେ ମୋ ଏଠି ମୋର ଗୋଟେ କଟି ଭଉଣୀ ଇଏ ଗୋଟେ ମୋର କଟି ଭଉଣୀ ଆଉ ଜଣେ ମୋ ଭଉଣୀ ତାର ଏଇ ମକା ନା କଣ ଖାଉଛ ଚାଟ ମୁଁ ଏଇଭଳିଆ ଦୁନାର ଦିଏନି ମୁଁ ସେଇ ଲାଗି ହଉଛି ଆଜ୍ଞା କହିଲି। ଝିଅ ତମ ଘରେ କେଉଁଠି? ଷ୍ଟେସନ ଛକ ଆରେ ମାନେ ବାଲେଶ୍ୱର ଷ୍ଟେସନ ଛକ। ତମେ କଣ ମୋ ଭିଡ଼ିଓ ଦେଖ? କିଆ ଭିଡ଼ିଓଟା ତମକୁ ସବୁଠୁ ଭଲ ଲାଗେ? ଆଜି ହଉଛୁ ଆଜି ଯାଉ ଦେଖନ୍ତୁ ସାଙ୍ଗମାନେ ଆଜି ହଉଛି ମୋ ସାନ ଭଉଣୀଟା ହଉଛି ଦେଖା ହେଇଗଲା ହଉଛି ଆମ ଗାଁ ମେଳାରେ କିନ୍ତୁ ଆମ ଗାଁ ଝିଅ ନୁହେଁ। ତମ ମାମୁଁ ଘର ଏଇଠି ନା ତାଙ୍କ ମାମୁଁ ଘର ଏଇଠି ଫିର ବି ହଉଛି ସିଏ ହଉଛି ଭିଡ଼ିଓ ଦେଖନ୍ତି। ତମ ନାଁ କଣ? ସମ୍ପୂର୍ଣ୍ଣ ଖାଲି ସମ୍ପୂର୍ଣ୍ଣ ନା ଆଗ ପଛ କିଛି ନାହିଁ କିଛି ନାହିଁ ନା ଆଜ୍ଞା। ଯୋଉମାନେ ବି ଡିକେ ଭାଇର ଚ୍ୟାନେଲକୁ ଦେଖୁଛନ୍ତି ନିହାତି ସବସ୍କ୍ରାଇବ ଆଉ ଲାଇକ୍ କମେଣ୍ଟ ସେୟାର କରିବେ। ଆଉ କମେଣ୍ଟ କଣ ସୁନ୍ଦର କମେଣ୍ଟ ଦେବେ ତ ଭଲ ସୁନ୍ଦର କମେଣ୍ଟ। ଆଉ ତମେ ଯାও ଘରେ ପହଞ୍ଚିଲା ପରେ ଗୋଟେ ସୁନ୍ଦର କମେଣ୍ଟ ଦବ। ସମ୍ପୂର୍ଣ୍ଣ ପାଇଁ ଗୋଟେ ହଉଛି ଲାଇକ୍ ହେଇଯାଉ ଆସିଲି ହେଲା ଦେଖା ହବ। ଆମର 70,000 ପାଖାପାଖି ଆଉ ଟିକେ ଏବେ ମିଟିଂରେ ଅଛନ୍ତି ନା କମିଟି ଡାକିଛନ୍ତି ଗାଁର କେତେ ଲୋକ ଦେଖିଛନ୍ତି ଟିକେ ଆସିଛନ୍ତି ଜାମ୍ ହେଇଯାଇଛନ୍ତି ପ୍ରବଳ ଜାମ୍। ଟିକେ ଏବେ ଜ୍ଞାନ ଦଉଛନ୍ତି ଜ୍ଞାନ ଆଉ ଯୋଉରା ଖାଇବାର ବ୍ୟସ୍ତ ମାନେ ରାତିରେ ହଉଛୁ ଯାତ୍ରା ସରିଲା ପରେ ନା ସରିଗଲାଣି ନା ଅଛି? ଫଟୋ ନା ଯାଉ ମୁଁ ଯେତେବେଳେ ସୋସିଆଲ ମିଡ଼ିଆରେ ଆଜ୍ଞା ନଥିଲି ସେବେଠୁ ହଉଛୁ ଭାଇ ମତେ ଭଲ ପାଇବା ଦେଇଛନ୍ତି। ଏବେ ଯାକ ବି ନା କଣ ଭାଇ ନା ମିଛ କଥା କହିଲି ବହୁତ ଖୁସି ବହୁତ ଭଲ ପାଏ ମୋ ସାନ ଭାଇଟା ତାକୁ ସମସ୍ତେ ଟିକେ ଭଲ ପାଇବା ଦିଅନ୍ତୁ ଏବଂ ଇଏ ଯୋଉ କାମଟା ଯୋଉ କରୁଛି ଆକୁ ଟିକେ ଲାଇକ୍ କରନ୍ତୁ ସବସ୍କ୍ରାଇବ କରନ୍ତୁ ସେଇଥିରେ ହିଁ ଖୁସି ହବ ସେତିକିରେ ଖାଲି ଖୁସି ଖୁସି ହଉଛି ଲାଇକ୍ ଆଉ ସବସ୍କ୍ରାଇବ। ମାନେ ଏଇଥର ଭଲ ପାଇବା ଯାତ୍ରା ସାଙ୍ଗମାନେ ଅଧା ହେଇଗଲାଣି ଦେଖନ୍ତୁ ବାଦାମ ଆଣିକି ଖାଉଛି। ରାତିରେ ଯିଏ ବାଦାମ ଖାଇছে ସିଏ ହଉଛି ପାଡ଼ିଛି
ଯେଉଁଟା ସତ ଆଜ୍ଞା ସେଇଟା ସତ। ଆଉ ନା ଯେମାନେ ଯେ ରାତିରେ ହଉଛି ବାଦାମ ଖାଆନ୍ତି ମୁଁ ସେଇଟା ଆଉ କହିପାରିବି ନା। ସମସ୍ତେ ମୁଁ ଏକା ନୁହେଁ, ମୋ ଭାଇ ଭଉଣୀ ସମସ୍ତେ ହଉଛୁ ବାଦାମ ଖାଇନା ରାତିରେ ହଉଛୁ ବାଡ଼। ଭାଉଜ କ୍ୟାମେରାମ୍ୟାନ ପଳେଇବ ନା ନା ଯାତ୍ରା ଦେଖିବା। ବାଦାମ ଖାଇବେ ବୋଲି ସେ ମାଇଁ ଏକାକୁ କହିକି ଯାଇଥିଲି ବାଦାମ ନେଇକି ଆସୁ। ହେଇ ବାଦାମ ଖାଇବା ବାହାନା ଖାଲି ମତେ ଦେଖା କରିବା ପାଇଁ ଖାଲି ଆସୁଛନ୍ତି। ଛୁଆ ସତ ନା ମିଛ? ହଉ ତମେ ଯାଉ ଦେଖ ହେଲା। ଜୟ ଜଗନ୍ନାଥ। କାହା ଭାଗ୍ୟରେ ରଖିଛ ଖାଲି ମାଛି ତୁରାଇ ଆଉ କାହା ଭାଗ୍ୟରେ ଖାଲି ମଟନ ବିରିୟାନୀ। ତମକୁ ଯଦି ଭୋକ ଲାଗୁଛି ତମେ ଖାଉନା। ଭାଗ୍ୟରେ ଥିଲେ ସିନା ଖାଇବ, ମୂଳରେ ତ ନାହିଁ। ସାଙ୍ଗମାନେ ଆମେ ପହଞ୍ଚୁ ପହଞ୍ଚୁ ଆସିକି ଯାତ୍ରା ଆରମ୍ଭ ହେଇଗଲାଣି। ସମସ୍ତେ ଯାତ୍ରା ଦେଖିବାର ବ୍ୟସ୍ତ ପୁରା। ଏଇ ଦେଖନ୍ତୁ ସମସ୍ତେ ପୁରା ଯାତ୍ରା ଦେଖିବାର ବ୍ୟସ୍ତ। ମୁଁ ଆସିକି ଅଧା ରାତିରେ ପହଞ୍ଚୁଛି। ମୁଁ ଆଗେ ଟିକେ ଯାଇ ଟିକେ ବସି ପଡ଼େ, ତାପରେ ହଉଛୁ ଆପଣମାନଙ୍କ ସହିତ କଥା ହବା। ସାଙ୍ଗମାନେ ମାନେ ଯାତ୍ରା ଚାଲୁ ଚାଲୁ ହଉଛୁ କ'ଣ ହେଇଗଲା ଛୁଆ? ଲାଇନ୍ ପଳେଇଲା ଅନ୍ଧାର। ଏବେ ବର୍ତ୍ତମାନ ଯାହା ବି ଆମେ କରିବୁ ଆଉ ମାନେ ସାଙ୍ଗମାନେ ଦେଖନ୍ତୁ ଯାତ୍ରା ଚାଲୁ ଚାଲୁ ଲାଇନ୍ ପଳେଇଗଲା। ଅଧାରୁ ହଉଛୁ କେମିତିଆ ସବୁ ଲୋକମାନେ କେମିତିଆ ହଉଛନ୍ତି। ଯାତ୍ରା ଚାଲୁ ଚାଲୁ ଅଧାରୁ ପଡ଼ିଗଲେ। ଲାଇନ୍ ପଳେଇଲା ପରେ ହଉଛି ଦୃଶ୍ୟ ଦେଖନ୍ତୁ କେମିତି। ଯାତ୍ରା ଆରମ୍ଭ ରହୁଛି ସରିଗଲାଣି ବହି। ହେଇ ହିରୋ କାହିଁକି ମାନେ ଅଧାରୁ ଯାତ୍ରା ବନ୍ଦ ହେଇଗଲା? ପଡ଼ିଗଲା। ଭାଗ୍ୟ ଖରାପ। ଦିଟା ହେଇଗଲା ଲାଇନ୍ ଆସିଗଲା। ଏଇ ପୁଣି ପଳେଇଲା। ହେଇ ଆସ୍ତେ ନାହିଁ ଲାଇନ୍ ପୁଣି ପଳେଇଲାଣି। ମାନେ କ'ଣ ସମସ୍ୟା ହେଇଛି କ'ଣ? ଆଉ କିଛି କରିହବନି। ମାନେ କ'ଣ ସମସ୍ୟା ହେଇଛି ଟିକେ କହୁନ। ଲାଇନ ବାଲା ଏଠି ବସିଥିଲା। ହଉ ଆସିଥିଲେ ତ ବନ୍ଦ କରିଦେଲେ ଆଉ କିଛି କହିବା। ଲାଇନ୍ ପଳେଇଲାକୁ ମତେ ବି ଏବେ ବି ବହୁତ ଡର ଲାଗୁଛି ହଉଛି। ଆପଣମାନଙ୍କ ଭାଉଜ କେଉଁ ଜାଗାରେ ଥିବେ? ଯିବା ସେ କିଏ ଜାଗାରେ ଥିବେ ମୁଁ ଟିକେ ଖୋଜି ଆସେ। ମୋ ସ୍ତ୍ରୀ ଅନେକ ବିଜ୍ଞାପନ ଦେବା ପରେ ବି ସେ ମୋତେ ନର୍ସିଂ ହୋମରେ ରଖି ଭଲ କରିବାକୁ ଚାହୁଁଥିଲା। ଆଉ ମୁଁ ବି ମୋ ସ୍ତ୍ରୀ ପାଇଁ ଭଲ ହେବାକୁ ଚାହୁଁଥିଲି। ହେଲେ ମୋ ଦୁର୍ଭାଗ୍ୟ ଯେ ସାଙ୍ଗମାନେ ଏତେ ଜୋର ଶୀତ ଲାଗିଲା ଯେହେତୁ ଯାତ୍ରା ଅଧାରୁ ଆମେ ପଳେଇ ଆସିକି ଏଇ ଜାଗାରେ ହଉଛୁ। ଆମେ ସେକ ଟିକେ ନଉଛୁ। ସାଙ୍ଗମାନେ ବର୍ତ୍ତମାନ ଭାବୁଛି ଆଉ ରହିବିନି, ବର୍ତ୍ତମାନ ଘରକୁ ଆଜ୍ଞା ପଳେଇବି। ତିନିଟା ଛପନ ହେଇଛି ଆଉ ଯାତ୍ରା ଦେଖିବିନି। ମା ବି ଆଜ୍ଞା ପଳେଇଲାଣି। ଆଉ ଆପଣମାନଙ୍କର ପ୍ରିୟ ଭାଉଜ ଅଛନ୍ତି ବୋଧେ ମୁଁ ବି ଜାଣିନାହିଁ। ଯେହେତୁ ମୋତେ ଆଜ୍ଞା ବହୁତ ନିଦ ଲାଗିଲାଣି ମୁଁ ବର୍ତ୍ତମାନ ପଳେଇଯିବି।
जो भाई भौणी मैंने नुआ कर वीडियो देखुं समस्त मोर रिक्वेस्ट आप समस्त सब्सक्राइब करेंगे। छाड़बी अरे तुम मोर न हब